ଛାତ୍ର ଛାତ୍ରୀଙ୍କ ପାଇଁ ବାସ୍ତୁ ସିଦ୍ଧାନ୍ତ। କଷ୍ଟ ପାଠ୍ୟକ୍ରମ ବୁଝି ନ ପାରିଲେ ହତାଶ ହୁଅନ୍ତୁ ନାହିଁ। ମନରେ ଆଦୌ ପ୍ରଶ୍ନ ଉଠାନ୍ତୁ ନାହିଁ ଯେ ଏହା ମୋ ଦ୍ୱାରା ସମ୍ଭବ ନୁହେଁ। ଭାବନ୍ତୁ ମୁଁ ପାରିବି, ନିଶ୍ଚିତ ପାରିବି। ଆଇ କ୍ୟାନ୍ ଆଣ୍ଡ ଆଇ କ୍ୟାନ୍। ସମୟାନୁବର୍ତ୍ତୀ ହେବା ଏକ ଭଲ ଗୁଣ। ଏଣୁ ଛାତ୍ର ଜୀବନରେ ସର୍ବଦା ସମୟାନୁବର୍ତ୍ତୀ ହେବାକୁ ଶିଖିବା ଉଚିତ। ବିଶେଷ କରି ପରୀକ୍ଷା ହଲରେ ଆଟଲିଷ୍ଟ 10-15 ମିନିଟ୍ ପୂର୍ବରୁ ପହଞ୍ଚିବାକୁ ନିହାତି ଚେଷ୍ଟା କରିବା ଭଲ। ଖବର କାଗଜ ପଢ଼ିବା ଭଲ ଅଭ୍ୟାସ। ପ୍ରତ୍ୟେକ ଦିନ ନିର୍ଦ୍ଦିଷ୍ଟ ସମୟରେ ଖବର କାଗଜ ପଢ଼ନ୍ତୁ। ଟିଭି ରେଡ଼ିଓରୁ ଖବର ଶୁଣନ୍ତୁ। ସର୍ବଦା ଦେଶ ବିଦେଶର ଖବର ଜାଣନ୍ତୁ ଓ ନିଜକୁ ଆକ୍ଟିଭ ରଖନ୍ତୁ। ମାତ୍ର ଅନଧିକାର ଚର୍ଚ୍ଚା ଆଦୌ କରନ୍ତୁ ନାହିଁ। ପ୍ରତ୍ୟେକ ଦିନ ଶବ୍ଦକୋଷରୁ ଅତି କମରେ ଗୋଟିଏ ଲେଖାଏଁ ଶବ୍ଦ ମନେ ରଖି ତାର ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ। ଯାଚକମାନଙ୍କ ନିକଟକୁ ଯାଇ ଦାନ କଲେ ଦାନକୁ ଉତ୍ତମ ଦାନ କୁହନ୍ତି। ତାହା ଦ୍ୱାରା ଉତ୍ତମ ଫଳ ଲାଭ ହୁଏ। ଶ୍ରଦ୍ଧା ସହକାରେ ଡକାଇ ଆଣି ଦାନ ଦେଲେ ମଧ୍ୟ ଦାନ ହୁଏ, ତେଣୁ ମଧ୍ୟ ଫଳ ଲାଭ ହୁଏ। ମାଗିବା ଲୋକଙ୍କୁ ଦାନ ଦେଲେ ଅଧମ ଦାନ ହୁଏ, ସେଥିରୁ ମଧ୍ୟ ଅଧମ ଫଳ ମିଳେ। କିନ୍ତୁ ଯାଚକ ସେବା କଲେ ଦାନ ଯୋଗ୍ୟ ହୁଏ, ଅର୍ଥାତ୍ ସେବା କରିବା ଲୋକଙ୍କୁ ଦାନ ଦିଆଗଲେ ସେ ଦାନ ନିଷ୍ଫଳ ହୁଏ। ସେ ଦାନର ଫଳ କିଛି ହୁଏ ନାହିଁ। କଳି ଯୁଗରେ ଅଧର୍ମ ବା ପାପ ପୁଣ୍ୟ କଲେ ଧର୍ମ ବା ପୁଣ୍ୟ ପରାଜିତ ହୁଏ। ମିଥ୍ୟା ଦ୍ୱାରା ସତ୍ୟ ପରାଜିତ ହୁଏ। ଚୋରମାନଙ୍କ ଦ୍ୱାରା ରାଜାମାନେ ପରାଜିତ ହୁଅନ୍ତି ଏବଂ ସ୍ତ୍ରୀମାନେ ପୁରୁଷମାନଙ୍କୁ ପରାଜିତ କରନ୍ତି। ସତ୍ୟ ଯୁଗରେ ପ୍ରାଣର ଅବସାନ ଅସ୍ଥିଗତ ହେଉଥିଲା, ତ୍ରେତାରେ ମାଂସକୁ ଆଶ୍ରୟ କରି। ଦ୍ୱାପର ଯୁଗରେ ରକ୍ତକୁ ଆଶ୍ରୟ କରି ପ୍ରାଣ ଥିଲା ଏବଂ କଳି ଯୁଗରେ କେବଳ ଭୋଜ୍ୟବସ୍ତୁ ଅନ୍ନାଦିକୁ ଆଶ୍ରୟ କରି ପ୍ରାଣ ରହିଅଛି। କଳି ଯୁଗରେ ଭୋଜନ ନିୟମିତ ଭାବରେ ନ କଲେ ବିନଷ୍ଟ ହୋଇଯାଏ। ଆଖିରେ ଲୁହ ଥାଇକି ବି ମୁଁ ହସୁଛି, ହୃଦୟକୁ ପଥର କରିକି ମୁଁ ବାଟ ଚାଲୁଛି। ଏଇଟା ହିଁ ମୋର ଭାଗ୍ୟ। ପ୍ରେମରେ ଯଦି ପରିସ୍ଥିତି ନାମକ ଶବ୍ଦ ହିଁ ନଥାନ୍ତା, ତେବେ ଆଜି ସମସ୍ତଙ୍କ ପାଖରେ ପ୍ରେମ କରୁଥିବା ମଣିଷଟା ବି ରହିଥାନ୍ତା। ଜୀବନରେ କିଛି କଷ୍ଟ ଏମିତି ତାହା ବଞ୍ଚିବାକୁ ଦେଇନଥାଏ, ହେଲେ କିଛି ଦାୟିତ୍ୱ ଏପରି ମଧ୍ୟ ଥାଏ ଯାହା ମରିବାକୁ ବି ଦେଇନଥାଏ। ଆପଣମାନେ ସବୁବେଳେ ସୁନ ଭଳି ହେବାକୁ ଚେଷ୍ଟା କରନ୍ତୁ, କାରଣ ସୁନର କିଛି ମୂଲ୍ୟ ନଥାଏ, କିନ୍ତୁ ସେ ଯାହା ସହିତ ମିଶିଯାଏ ତାର ମୂଲ୍ୟ ବଢ଼େଇ ଦିଏ। ଗୁଣ ଓ କର୍ମର ପାର୍ଥକ୍ୟ ଅନୁସାରେ ସୁଖୀ ହେବାକୁ ହେଲେ ଏ ବିଷୟରେ ଅବହେଳା କରନ୍ତୁ ନାହିଁ। କୌଣସି ଭଦ୍ର ବ୍ୟକ୍ତିଙ୍କ ଘର ଭିତରକୁ ଯିବା ପୂର୍ବରୁ ଦ୍ୱାର ମୁହଁରେ ଜୋତା ଖୋଲି ରଖିଦେଉ। ଠିକ୍ ସେହିପରି ଆମେ ନିଜ ଘରକୁ ଫେରିବା ପୂର୍ବରୁ ନିଜ କ୍ଷେତ୍ରରେ ଉପୁଜିଥିବା ସମସ୍ୟାଜନିତ ଚିନ୍ତା ସମୂହକୁ ତ୍ୟାଗ କରି ଆସିବା ଉଚିତ। ଜୟ ଶ୍ରୀ ଜଗନ୍ନାଥ।